ଡୁଙ୍ଗରିପାଲି ସେବା ଫାଉଣ୍ଡେସନ ପକ୍ଷରୁ ଖୁଣ୍ଟପାଲି ଗ୍ରାମରେ ଅସହାୟ ବୃଦ୍ଧଙ୍କ ଶବ ସତ୍କାର। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 1 ଘଣ୍ଟା ସମୟରେ ଚିନାଜୁରୀ ସରପଞ୍ଚ ରାଜକୁମାର ସାହୁ ଖୁଣ୍ଟପାଲି ଗ୍ରାମରେ କୁବେର ବିଶି ନାମକ ଜଣେ ଅସହାୟ ବୃଦ୍ଧ ମୃତ୍ୟୁବରଣ କରିଥିବା ଖବର ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ବିଭୁ ଦତ୍ତ ବିଶ୍ୱାଳଙ୍କୁ ଯୋଗାଯୋଗ କରି ତାର ଏକମାତ୍ର ପୁଅ ଏବଂ ସମ୍ପର୍କୀୟ କେହି ନଥିବା ଜଣାପଡ଼ିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ବିଭୁ ଦତ୍ତ ବିଶ୍ୱାଳ ଏବଂ ତାଙ୍କ ଅନୁଷ୍ଠାନର କର୍ମକର୍ତ୍ତା ସୁଶାନ୍ତ ବାରିକ, କଲିମ ଖାନ, ଟିକିନା ମିଶ୍ର, ଅଚ୍ୟୁତାନନ୍ଦ ସାହୁ, ଦୀପକ ମିଶ୍ର, ସଭ୍ୟା ନୀତା ପଟେଲ, ପ୍ରଜ୍ଞା ପରିମିତା ତ୍ରିପାଠୀ, ଜ୍ୟୋତ୍ସ୍ନା ବାରିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ଏକମାତ୍ର ପୁଅ ଟୁନୁ ବିଶି ଘରେ ନଥିବାରୁ ତାଙ୍କୁ ବହୁ ଖୋଜାଖୋଜି କରି ପହଞ୍ଚିବା ପର୍ଯ୍ୟନ୍ତ ପ୍ରାୟ 5ରୁ 6 ଘଣ୍ଟା ଶବ ପଡ଼ି ରହିଥିଲା। ପୁଅ ଆସିଲା ମାତ୍ରେ ମହାପ୍ରାଣ ଗାଡ଼ି ମାଧ୍ୟମରେ ତାଙ୍କୁ ଡୁଙ୍ଗରିପାଲି ଶ୍ମଶାନକୁ ଅଣାଯାଇ ସମ୍ମାନର ସହିତ ଅପରାହ୍ନ ପ୍ରାୟ 5 ଘଣ୍ଟା ସମୟରେ ସେବା ଫାଉଣ୍ଡେସନ ସହାୟତାରେ ଶବ ସତ୍କାର କରାଗଲା। ପୁଅ ଟୁନୁ ମୁଖାଗ୍ନି ଦେଇଥିଲେ। ସରପଞ୍ଚ ରାଜକୁମାର ସାହୁ କାଠ ଯୋଗାଇ ଦେଇଥିଲେ ଏବଂ ମହାପରାଣ ଚାଳକ ସୁବାସ ପଣ୍ଡା ସହଯୋଗ କରିଥିଲେ। ସେବା ଫାଉଣ୍ଡେସନର ଏପରି କାର୍ଯ୍ୟ ସତରେ ପ୍ରଶଂସନୀୟ ଅଟେ। ତେବେ ଏନେଇ କ'ଣ କହୁଛନ୍ତି ସେବା ଫାଉଣ୍ଡେସନର ଅଧ୍ୟକ୍ଷ ବିଭୁ ଦତ୍ତ ବିଶ୍ୱାଳ, ଆସନ୍ତୁ ଶୁଣିବା। ଆଜି ଖୁଣ୍ଟପାଲି ଗ୍ରାମର କୁବେର ବିଶି ନାମକ ଜଣେ ବୃଦ୍ଧା ବାବାଙ୍କ ସମ୍ମାନର ସହ ଶବ ସତ୍କାର କଲା ସେବା ଫାଉଣ୍ଡେସନ। ଆଜି ଅପରାହ୍ନ ସମୟରେ ଚିନାଜୁରୀ ସରପଞ୍ଚ ରାଜକୁମାର ସାହୁ ଆଜ୍ଞା ସେବା ଫାଉଣ୍ଡେସନ ସହ ଯୋଗାଯୋଗ କରିଥିଲେ। ତାଙ୍କର ଦେହାନ୍ତ ହୋଇଥିବା ଖବର ଦେଇଥିଲେ। ତାଙ୍କର ଆତ୍ମୀୟ ସମ୍ପର୍କୀୟ କେହି ନଥିବାରୁ ତାଙ୍କର ଏକମାତ୍ର ପୁଅ ଟୁନୁ ବିଶି ଥିଲେ ଏବଂ ତାଙ୍କୁ ନୁରାଖୋଜା କଲା ସମୟରେ ପ୍ରାୟ 5ରୁ 6 ଘଣ୍ଟା ବିତି ଯାଇଥିଲା। ଶବ ସେମିତି ପଡ଼ି ରହିଥିଲା। ତାଙ୍କ ପୁଅ ଆସିଲା ପରେ ସମ୍ମାନର ସହ ଡୁଙ୍ଗରିପାଲି ଶ୍ମଶାନଠାରେ ସେବା ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ତାଙ୍କର ଶବଦାହ କରାଯାଇଥିଲା। ସେବା ଫାଉଣ୍ଡେସନ ସବୁବେଳେ ଅସହାୟମାନଙ୍କ ପାଇଁ ସେବାରେ ଉତ୍ସର୍ଗୀକୃତ। ସମସ୍ତ ସେବା ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ।